ସିଡ଼ି ତଳୁ ବୁଢ଼ା ଶ୍ୱଶୁରର କାଶ ଶୁଣି ହଠାତ୍ ଧାଇଁ ଆସିଲେ ଛାତ ଉପରୁ ବୋହୂମା। ଆଉ ବୁଢ଼ା ଶ୍ୱଶୁରଙ୍କୁ କହିଲେ, କାହିଁକି ତମେ ଏମିତି କାଶୁଛ? ଆମକୁ କ'ଣ ରଖେଇଦେବନି ନା କ'ଣ? ତାପରେ ପୁଅ ମଧ୍ୟ ଆସିକିରି ପହଞ୍ଚିଗଲେ। କହିଲେ, ବାପା, ତମ ପାଇଁ ଆମେ ଆଉ ଏଠି ରହିପାରିବୁନୁ। ତମେ ଦିନରେ ଯେମିତି କାଶୁଛ, ରାତିରେ ବି ସେମିତି କାଶୁଛ। ଆଉ ତମର ଏ କାଶଟା ଆମକୁ ଏତେ ବିରକ୍ତି ଦଉଛି, ମାନେ କହି ହଉନି। ବୁଢ଼ା ବାପା ଆଉ କିଛି କହିଲେନି। ଆଖିରୁ ଧାର ଧାର ଲୁହ ବାହାରୁଛି। ପୁଣି ପୁଅ କହିଲେ, ତମ ବୋହୂ ମା କହୁଛନ୍ତି ତମର ଅବସ୍ଥା ଯାହା, ନା ତୁମକୁ ଏଲୋପାଥି ଔଷଧ ଧରିବ, ନା ହୋମିଓପାଥି ଔଷଧ ଧରିବ, ନା ତମକୁ ନେଚରୋପାଥିରେ ବି ଭଲ କରିହବ। ତମକୁ କୌଣସିଥିରେ ଭଲ କରିହବନି। ଆଉ ବୁଢ଼ା ବାପାଟା ରୁଦ୍ଧ କଣ୍ଠ ସ୍ୱରରେ ଧୀରେ ଧୀରେ ସେ କହିଲେ, ପୁଅରେ, ବୋହୂ ମାକୁ ବୁଝେଇ ଦବୁ, ମୋର ଏଲୋପାଥି ଟ୍ରିଟମେଣ୍ଟର ଆବଶ୍ୟକତା ନାହିଁ, ମୋର ହୋମିଓପାଥି ଟ୍ରିଟମେଣ୍ଟର ଆବଶ୍ୟକତା ନାହିଁ, କି ନେଚରୋପାଥି ଟ୍ରିଟମେଣ୍ଟର ଆବଶ୍ୟକତା ନାହିଁ। ମୋର କେବଳ ଦରକାର ନା ଏଲୋପାଥି, ନା ହୋମିଓପାଥି, ନା ନେଚରୋପାଥି। ମୋର କେବଳ ଦରକାର ତୁମ ମାନଙ୍କର ଟିକେ ସିମ୍ପାଥି। ଏଇ ସିମ୍ପାଥି ଟିକେ ଯଦି ମୋ ପ୍ରତି ରହିବ ନା, ଦେଖିବୁ ମୁଁ ନିଶ୍ଚିତ ଭଲ ହେଇଯିବି। ରହୁଛି।